Hey students, good morning to all and welcome to my classes. ଆଜି ଆମେ କ୍ଲାସ୍ 7 ର social science ର ଯାହାର ବିଷୟ ନାମ ହେଉଛି ପାଣିପାଗକୁ ବୁଝାଏ ସେହି ବିଷୟର ପ୍ରଶ୍ନ ଉତ୍ତରକୁ ଆଜି ଆମେ ଭଲ ଭାବରେ ବୁଝିକି କରିବା। ତ ଟାଇମ୍ ୱେଷ୍ଟ ନ କରିକି ଚାଲ ଯିବା ଅଭ୍ୟାସ କାର୍ଯ୍ୟକୁ ଭଲ ଭାବରେ ବୁଝିକି କରିବା ପାଇଁ ହେଲା। ତ 1 ନମ୍ବର କହୁଛି କ'ଣ ନା ପାଣିପାଗ ଯନ୍ତ୍ର ସହ ଏହା ମାପୁଥିବା ଉତ୍ପାଦନ ମଧ୍ୟରେ ସମ୍ପର୍କ ସ୍ଥାପନ କର। ଏଠି ବ୍ୟବହୃତ ଯନ୍ତ୍ର ଏବଂ ପାଗର ଉତ୍ପାଦନ କେଉଁ ପାଗ ପାଇଁ କେଉଁ ଯନ୍ତ୍ର ସବୁ ବ୍ୟବହାର କରାଯାଏ ସେଗୁଡ଼ିକ ଆମର ବାଛିକି ତାକୁ କ'ଣ କରିବା ନା ଯୋଡ଼ିଦେବା ହେଲା। ତୁମେମାନେ ବି ଲେଖିପାରିବ। ଓକେ, ହାଇଗ୍ରୋମିଟର କାହା ପାଇଁ ମପାଯାଏ ନା ହାଇଗ୍ରୋମିଟର ଆର୍ଦ୍ରତା ପାଇଁ ମପା ଯାଇଥାଏ ହେଲା। ଆନିମୋମିଟର କ'ଣ ପାଇଁ ମପାଯାଏ କାହା ମାନେ କୋଉ ପାଇଁ ମପାଯାଏ ନା ପବନର ଦିଗ ଆଉ ବେଗ ପାଇଁ ଆନିମୋମିଟରର ବ୍ୟବହାର କରାଯାଏ। ବାରୋମିଟର କ'ଣ ପାଇଁ ବ୍ୟବହାର କରାଯାଏ ନା ବାରୋମିଟର ହେଉଛି ବାୟୁମଣ୍ଡଳର ଚାପକୁ ମାପିବା ପାଇଁ ବ୍ୟବହାର କରାଯାଇଥାଏ। ଥର୍ମୋମିଟର କୋଉଥିପାଇଁ ମପା ଯାଇଥାଏ ନା ତାପମାତ୍ରା ମାପିବା ପାଇଁ ମପା ଯାଇଥାଏ। ରେନଗଜ ବର୍ଷଣ ପାଇଁ ମପା ଯାଇଥାଏ। ବୃଷ୍ଟିପାତ ମାପିବା ପାଇଁ ମପା ଯାଇଥାଏ ହେଲା। ତାପରେ ନେକ୍ସଟ 2 ନମ୍ବର ଦେଖିବା କ'ଣ ଦେଇଛି। ଜ୍ୟୋତ୍ସ୍ନା ଜୁନ୍ ମାସରେ ବିଦ୍ୟାଳୟ ତରଫରୁ ମୁମ୍ବାଇ ପରିଭ୍ରମଣ ପାଇଁ କେଉଁ କେଉଁ ପୋଷାକ ନେବ ଚିନ୍ତା କରୁଛି। ସେ ପାଗର ପୂର୍ବାନୁମାନ ବିଷୟରେ ଅବଗତ ହେଲା ଯେଉଁଥିରେ ସେଠିକାର ତାପମାତ୍ରା 29 ଡିଗ୍ରୀ ସେଲସିୟସ୍ ଓ ଆର୍ଦ୍ରତା 84 ଡିଗ୍ରୀ ଅଛି ବୋଲି ଜାଣିଲା। ତୁମେ ତାକୁ କି ପ୍ରକାର ପୋଷାକ ନେବାକୁ ପରାମର୍ଶ ଦେବ ସେଇଟାକୁ ଲେଖିବା ହେଲା। ତ 2 ନମ୍ବର ଆନ୍ସର ପିଲାମାନେ ତୁମର ହେଇଯିବ କ'ଣ ନା ଦେଖ, ଦିଲ୍ଲୀରେ କ'ଣ ହୋଇଥାଏ ନା ଜୁନ୍ ମାସରେ ଅତ୍ୟଧିକ ଗରମ ଏବଂ ଗୁଳୁଗୁଳି ଆର୍ଦ୍ରତା ଅଧିକ ଥାଏ। ତେଣୁ ଶ୍ରେୟାକୁ ଆମେ କହିବା ନା ହାଲୁକା ଢିଲା ଓ ସୂତା ତିଆରି ପୋଷାକ ନେବାକୁ ତାକୁ ପରାମର୍ଶ ଦେବା। ସୂତା ବସ୍ତ୍ର କ'ଣ ହେଇଥାଏ ନା ଶରୀରକୁ ଝାଳ ଶୋଷି ନିଏ ଏବଂ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ। ଯେପରି ତୁମେମାନେ ଖରାଦିନେ ଭଲ ଢିଲା ଢିଲା ପୋଷାକ ପିନ୍ଧିବାକୁ ପସନ୍ଦ କର ସେହିପରି। ଏହା ସହିତ ଗରମରୁ ରକ୍ଷା ପାଇବା ପାଇଁ ତାକୁ ଆଉ କ'ଣ କହିବା ନା ଛତା, ଖରା ପାଇଁ ଚଷମା ଏବଂ ଟୋପି ବ୍ୟବହାର କରିବା ଉଚିତ ଏବଂ ଆଉ ଗୋଟିଏ ସଠିକ୍ ଟାଇମରେ ବହୁତ ପାଣି ପିଇବା ମଧ୍ୟ ଉଚିତ। ଏତିକି ଆମେ ତାକୁ କହିବା ହେଲା। ତ 2 ନମ୍ବର ପରେ 3 ନମ୍ବର ଦେଖିବା କ'ଣ ଦେଇଛି। କହୁଛି କିଛି ପିଲା ମିଶି ରେନଗଜ ବୃଷ୍ଟି ମାପକ ଯନ୍ତ୍ର, ରେନଗଜ ହେଉଛି ବୃଷ୍ଟି ମାପିବା ଯନ୍ତ୍ର ତିଆରି କରିଛ ବୋଲି ଭାବିବ। ରେନଗଜଟି କେଉଁଠାରେ ସ୍ଥାପନ କରାଯିବ ଦଳଗତ ଭାବେ ଆଲୋଚନା କର ଓ ସ୍ଥାନଟିକୁ ଚିହ୍ନଟ କର। ନିମ୍ନରେ ଏଠି କିଛି ସ୍ଥାନମାନ ଦେଇଛି ସ୍କୁଲ ବିଦ୍ୟାଳୟରେ, ତୁମେ କୋଉଠି ତାକୁ ଲଗାଇବ ବା ସ୍ଥାପନ କରିବ ଥୋଇବ ସେଇଟାକୁ ଲେଖିବ। ନା ବିଦ୍ୟାଳୟ ପରିବା ଉଦ୍ୟାନରେ, ନା ବିଦ୍ୟାଳୟ କୋଠାର ପାହାଚରେ, ନା ଖୋଲା ପଡ଼ିଆ ଅନ୍ତର୍ଗତ ଏକ ଉତ୍ଥିତ ସମପ୍ରାୟ ଭୂମିରେ, ନା ବିଦ୍ୟାଳୟ ପ୍ରାଚୀରରେ, ନା ବିଦ୍ୟାଳୟର ପରୀକ୍ଷା ବାରଣ୍ଡାରେ। ଆକ୍ଚୁଆଲି ଉତ୍ତର ହବ କ'ଣ ନା ଖୋଲା ପଡ଼ିଆ ଅନ୍ତର୍ଗତ ଏକ ଉତ୍ଥିତ ସମପ୍ରାୟ ଭୂମିରେ। କାରଣ ଦେଖ କ'ଣ, ଦେଖ କାରଣ ହେଉଛି ଯେ ରେନଗଜକୁ ଏକ ଖୋଲା ସ୍ଥାନରେ ରଖିବା ଆବଶ୍ୟକ। ଯେପରି ଗଛ, କୋଠାବାଡ଼ି କିମ୍ବା ଛାତରୁ ପାଣି ଗଳି ଏହା ଭିତରେ ନ ପଡ଼େ। ପାଣି ଯେଉଁ ବୋହିକି ତା ଭିତରେ ଯେପରି ନ ପଡ଼ିବ। ଗଛ କିମ୍ବା କୋଠା ନିକଟରେ ରଖିଲେ ସେଗୁଡ଼ିକ ବର୍ଷା ପାଣିକୁ ପ୍ରତିବନ୍ଧ ସୃଷ୍ଟି କରିପାରନ୍ତି ଯାହାଦ୍ୱାରା ବର୍ଷା ସଠିକ୍ ପରିମାଣରେ ମାପିବା ସମ୍ଭବ ନୁହେଁ। ତେଣୁ ଖୋଲା ସ୍ଥାନରେ ହିଁ ତାକୁ ସ୍ଥାପିବା ସେଇଟା ହିଁ ଠିକ୍ ହେବ ହେଲା। ତାପରେ 4 ନମ୍ବର ଦେଖିବା। 4 ନମ୍ବରରେ କ'ଣ ଦେଇଛି ନା ନିମ୍ନରେ ଭାରତର ପାଣିପାଗ ବିଭାଗରୁ ଉଦ୍ଧୃତ ଏକ ଚାର୍ଟ କିମ୍ବା ସାରଣୀ ପ୍ରଦାନ କରାଯାଇଛି ଯାହା 1/2/2004 ତାରିଖରେ ପାଇଁ ପ୍ରଦତ୍ତ
ତଥ୍ୟ ଆଧାରରେ ଜାମ୍ମୁ ଓ କାଶ୍ମୀର ବିଭିନ୍ନ ପ୍ରାନ୍ତର ପାଗ ପରିସ୍ଥିତି ବିଷୟରେ ସଂକ୍ଷିପ୍ତ ଟିପ୍ପଣୀ। ଆମେ କ'ଣ କରିବା ନା ଗୋଟେ ସୂଚନା ଏଠି ଲେଖାଯାଇଛି, ଆରି ଉପରେ ଗୋଟେ ସୂଚନା ଯେଉଁଥିରେ ରହୁଥିବା ତାପ ବ୍ୟବଧାନ ଅଛି, ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ଅଛି, ଆର୍ଦ୍ରତା ଅଛି, ବର୍ଷଣ ଆଦି ବିଷୟରେ ଚର୍ଚ୍ଚା କର। ହେଲା, ଏଠି ସବୁ ଲେଖାଯାଇଛି। ଆମେ ତାକୁ କ'ଣ କରିବା ନା ଗୋଟେ ପାରାଗ୍ରାଫ ୱାଇଜରେ ଲେଖିବା, ଗୋଟେ ସୂଚନା ଭଳିଆ ତାକୁ ଲେଖିବା ଏଇ ବକ୍ସକୁ ଦେଖିକି। ହେଲା, ଏଇ ବକ୍ସକୁ ଦେଖିକି ଲେଖିବା। ତ ଦେଖ ପିଲାମାନେ, ତ ଦେଖ ତମେ ବୁକରେ ଚେକ୍ କର, ମୁଁ ଜଷ୍ଟ ଏଠି ରିଡିଂ କରୁଛି। ହେଲା, ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା। ହେଲା, ଏହି ଦିନ ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ପ୍ରାନ୍ତରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥିଲା। ଗୁଲମାର୍ଗରେ ସର୍ବନିମ୍ନ ତାପମାତ୍ରା ସବୁଠାରୁ କମ୍ -7.6 ଡିଗ୍ରୀ ସେଲସିୟସ୍ ଥିବାବେଳେ ମୁଜାଫରବାଦରେ ସର୍ବାଧିକ ତାପମାତ୍ରା 8.5 ଡିଗ୍ରୀ ହବ। ପିଲାମାନେ, ମୁଁ ଟିକେ ଡିଗ୍ରୀ ଲେଖିନି, ତୁମେମାନେ ଏମିତି ଡିଗ୍ରୀ ଦେଇପାରିବ। ହେଲା, ଡିଗ୍ରୀ ଟିକେ ଦେଇଦବ, ଠିକ ହବ। ରେକର୍ଡ କରାଯାଇଥିଲା। ତାପରେ ତାପମାତ୍ରା ବ୍ୟବଧାନରେ ଦେଖିଲେ କ'ଣ ହବ? ଆମେ ସର୍ବାଧିକ ସର୍ବନିମ୍ନ ତାପମାତ୍ରା ଦେଖିଲେ କାହାର କୋଉଠି କାହାର ଅଧିକା ଥିଲା, ତାପମାତ୍ରାରେ ବ୍ୟବଧାନ କିପରି ଥିଲା, ତାପମାତ୍ରାର ପାର୍ଥକ୍ୟ କେତେ ଥିଲା ନା ସମଗ୍ର ଅଞ୍ଚଳରେ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ମଧ୍ୟରେ ବ୍ୟବଧାନ ଯଥେଷ୍ଟ କମ୍ ରହିଥିଲା, ଯାହା ଦିନ ଓ ରାତି ସାରା କ୍ରମାଗତ ଥଣ୍ଡା ପରିବେଶକୁ ଦର୍ଶାଉଛି। ତାପରେ ଆର୍ଦ୍ରତା ଦେଖିବା। ବାୟୁମଣ୍ଡଳରେ ଆପେକ୍ଷିକ ଆର୍ଦ୍ରତା ଅତ୍ୟନ୍ତ ଅଧିକ ଥିଲା। ଅଧିକାଂଶ ସ୍ଥାନରେ ସନ୍ଧ୍ୟା ସମୟରେ ଆର୍ଦ୍ରତା 66% ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ବିଶେଷ କରି କୋଉ ଜାଗାରେ ନା ଗୁଲମାର୍ଗରେ ଅଧିକ, ପୁରା 100% ଥିଲା, ଦେଖିବ ଟେବୁଲରେ। ହେଲା, ତାପରେ ବର୍ଷଣ ବା ବର୍ଷା ଓ ତୁଷାରପାତ ଦେଖିବା। କୁକେରନାଗରେ ସର୍ବାଧିକ 12.0 ମିଲିମିଟର ତୁଷାରପାତ ହୋଇଥିଲା ଏବଂ କାଜିଗଣ୍ଡରେ 36.2 ମିଲିମିଟର ବୃଷ୍ଟିପାତ ହୋଇଥିଲା। ହେଲା, ତୁମେ ମାନେ ବହିରେ ଏଇଟା ଚେକ୍ କରିବ। ମୁଁ ଜଷ୍ଟ ଗୋଟେ ସୂଚନା ଏଇଟା ଲେଖିଛି, ତୁମେ ମାନେ ଏହିପରି ଲେଖିପାରିବ। ହେଲା, ତାପରେ 5 ନମ୍ବର ଦେଖିବା କ'ଣ ଦେଇଛି। 5 ନମ୍ବର ସେମିତି ଆଉ ଗୋଟେ ଟେବୁଲ ଦେଇଛି। ତ ପିଲାମାନେ ଦେଖ, 5 ନମ୍ବରରେ କ'ଣ ଦେଇଛି ନା ଭାରତର ପାଣିପାଗ ବିଭାଗର ଉଦ୍ଧୃତ ଏକ ଚାର୍ଟ ସାରଣୀ ପ୍ରଦାନ କରାଯାଇଛି। ତା 1/5/2025 ତାରିଖ ପାଇଁ ପ୍ରଦତ୍ତ ତଥ୍ୟ ଆଧାରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ପାଗ ପରିସ୍ଥିତି ସମ୍ବନ୍ଧରେ ଏକ ସଂକ୍ଷିପ୍ତ ଲେଖାଟିଏ ପ୍ରସ୍ତୁତ କରାଯାଇଛି ଏହି ଟେବୁଲରେ। ଏଥିରେ ବି ସେମିତି ଗୋଟେ ସୂଚନା ବନେଇବା, ଯାହାର ତାପ ବ୍ୟବଧାନ କହୁଛି ଲେଖିବା ପାଇଁ, ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ଲେଖିବା, ଆର୍ଦ୍ରତା, ବର୍ଷଣ ଆଦି ବିଷୟରେ ଚର୍ଚ୍ଚା କରିବା। ମାନେ ସେଇଗୁଡ଼ିକ ସବୁ ଲେଖିବା ଏକ ସୂଚନା, ଯେମିତି 4 ନମ୍ବରରେ କରିଥିଲେ ସେମିତି 5 ନମ୍ବରରେ କରିବା। ହେଲା, ଚାଲ ଦେଖିବା। ଦେଖ, ସର୍ବାଧିକ ସର୍ବନିମ୍ନ ତାପମାତ୍ରା ପ୍ରଥମେ କେତେ ଥିଲା ନା ଦେଖ 1/5/2014ରେ। ପିଲାମାନେ ଏଠି 2025 କରିବ, ଏଟା 14 ନୁହଁ। ହେଲା, 2025 ଟିକେ ଟାଇପିଂ ବେଳେ ମିଷ୍ଟେକ୍ ହେଇଯାଇଛି, 2025 ହବ। ହେଲା, ତ ମେ ମାସରେ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପ୍ରବଳ ଗରମ ଅନୁଭୂତ ହୋଇଥିଲା। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 40.7 ରେକର୍ଡ କରାଯାଇଥିଲା। ଆଉ ଏଠି ଟିକେ ମିଷ୍ଟେକ୍ ହେଇଛି, ପୁଣି ଆଉ ଟିକେ 40.7 ଡିଗ୍ରୀ ହବ ରେକର୍ଡ କରାଯାଇଥିଲା। କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା 20.6 ଡିଗ୍ରୀ ସେଲସିୟସ୍ ଥିଲା। ଆଉ ତାପମାତ୍ରା ବ୍ୟବଧାନରେ କ'ଣ ଥିଲା ନା ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ମଧ୍ୟରେ ବ୍ୟବଧାନ ଯଥେଷ୍ଟ ଅଧିକ, ପ୍ରାୟ 12 ଡିଗ୍ରୀ ସେଲସିୟସ୍ରୁ 17 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଥିଲା। ଦିନ ବେଳା କ'ଣ ହେଇଥିଲା, ପ୍ରଚଣ୍ଡ ଖରା, ଅସହ୍ୟ ଗରମ ହେଉଥିବା ବେଳେ ରାତି ସମୟରେ ତାପମାତ୍ରା କିଛିଟା କମି ଯାଉଥିଲା। ଆର୍ଦ୍ରତା କ'ଣ ଥିଲା ନା ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ, ଯେପରିକି ଭୁବନେଶ୍ୱର, ପୁରୀ, ଗୋପାଳପୁର, ବାଲେଶ୍ୱରରେ ଆପେକ୍ଷିକ ଆର୍ଦ୍ରତା 64ରୁ 76 ଡିଗ୍ରୀ ଅତ୍ୟନ୍ତ ଅଧିକ ଥିବାରୁ ସେଠି ପ୍ରବଳ କ'ଣ ହେଉଥିଲା, ଗୁଳୁଗୁଳି ହେଉଥିଲା। ଅପରପକ୍ଷରେ ଝାରସୁଗୁଡ଼ାରେ ଯେପରିକି ଆର୍ଦ୍ରତା ସବୁଠାରୁ କମ୍ ଥିବାରୁ ଶୁଖିଲା ଖରା ଓ ଶୁଷ୍କ ପବନ ଅନୁଭୂତ ହେଉଥିଲା। ବର୍ଷଣ ବା ବର୍ଷା ସାରଣୀର ସମସ୍ତ ସ୍ଥାନରେ ପ୍ରାୟ 0.0 ମିଲିମିଟର ଥିଲା। କେବଳ କେନ୍ଦୁଝର ଠାରେ ନାମମାତ୍ର ବର୍ଷା ହୋଇଥିଲା ଓ ସମ୍ବଲପୁର ଠାରେ 0.1 ମିଲିମିଟର ବର୍ଷାକୁ ରେକର୍ଡ କରାଯାଇଥିଲା। ହେଲା, ତ ତୁମେ ମାନେ ଏହିପରି ଭାବରେ ଏହି ସୂଚନା ଟିକେ ଲେଖିପାରିବ। ହେଲା, ତ ଏଇଟା ପିଲାମାନେ 15 କରିବ, ହେଲା, ଯୋଉ 25 କରିବ, 2025
25 ओके टिके 14 मिस्टेक हो जाइए तुम मैंने ताको 25 करदब आशा करुँची तुम मैंने सब क्वेश्चन आंसर को बुझी पारि जदि किसी डाउट रहा देन मते कमेंट बॉक्स रे जणै परिबो हैला तो एति कहिकी मो वीडियो को एंड करूची हैला एठी नेक्स्ट विषय नेक्स्ट क्लास रे हमें डिस्कस करबा हैला ओके बाय बाय माय फेवरेट स्टूडेंट्स।